ଆପଣ ମଧ୍ୟ ନିଜ ବ୍ୟାଙ୍କ ଆକାଉଣ୍ଟରୁ ସୁଭଦ୍ରା ଟଙ୍କାଟି ଉଠାଣ ନ କଲେ ସରକାର କାଟିଦେବେ କି? ତ ଆଜିର ଅପଡେଟ୍ରେ ଏହା ଆପଣ ଜାଣିପାରିବେ। ତ ହ୍ୟାଲୋ ଫ୍ରେଣ୍ଡସ୍, ମୋ ନାଁ ଫକୀର ବେହେରା, ଆପଣମାନେ ଦେଖୁଛନ୍ତି ଓଡ଼ିଆ ଶିକ୍ଷା ୟୁଟ୍ୟୁବ୍ ଚ୍ୟାନେଲ୍। ତ ଏମିତି ଭିଡ଼ିଓ ଦେଖିବା ପାଇଁ ଫ୍ରେଣ୍ଡସ୍ ଆମ ଓଡ଼ିଆ ଶିକ୍ଷା ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ପାଖ ବେଲକୁ ଦବାଇ ଦିଅନ୍ତୁ। ଧନ୍ୟବାଦ। ଅଛି କି ସୁଭଦ୍ରା ଟଙ୍କା ଉଠାଣ ନ କଲେ ସରକାର କାଟି ନେଇ ଯିବେ। ତ ଏହା ସମ୍ପୂର୍ଣ୍ଣ ଭାବେ ଫେଲ୍ ଫ୍ରେଣ୍ଡସ୍, କାରଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଟଙ୍କା କିଏ ମଧ୍ୟ କାଟିପାରିବ ନାହିଁ। ଯେଉଁମାନେ ଭାବିଛନ୍ତି କି ସୁଭଦ୍ରା ଟଙ୍କା ଆପଣମାନେ ଯଦି ଆକାଉଣ୍ଟରୁ ୱିଡ୍ରାଲ୍ ନ କରିବେ ତେବେ ଆପଣମାନଙ୍କ ଟଙ୍କାଟି କଟି ଦିଆଯିବ, ତାହା ହେଉଛି ଭୁଲ। ଦେଖନ୍ତୁ ଫ୍ରେଣ୍ଡସ୍, ଥରେ ଆପଣଙ୍କୁ ସରକାର ଦେଲା ପରେ ପୁଣି ଥରେ ଆପଣଙ୍କ ଆକାଉଣ୍ଟରେ ଟଙ୍କା ନେଇପାରିବେ ନାହିଁ ସରକାର। ଯଦି ଆପଣ ମଧ୍ୟ ଏପରି ଚିନ୍ତାଧାରାରେ ଅଛନ୍ତି ତେବେ ଆପଣ ଭୁଲ ଚିନ୍ତାଧାରାରେ ଅଛନ୍ତି, କାରଣ ଯେଉଁ ସରକାର ପ୍ରଥମେ ଟଙ୍କା ଦେଇଛନ୍ତି ପୁଣି ଥରେ ସେ ଆପଣଙ୍କ ସୁଭଦ୍ରା ଟଙ୍କାକୁ ନେଇପାରିବେ ନାହିଁ। ଅନେକ ଲୋକଙ୍କ ମନରେ ଏହି ଡାଉଟଟି ଅଛି କି ସେମାନେ ସୁଭଦ୍ରା ଟଙ୍କା ପାଇଲା ପରେ ତାଙ୍କ ଟଙ୍କାକୁ ସରକାର ଯଦି ଉଠାଣ ନ କରିବେ ତେବେ ତାଙ୍କ ଟଙ୍କାକୁ ଆପଣଙ୍କୁ ଆକାଉଣ୍ଟରୁ କାଟି ଦିଆଯିବ ବୋଲି କୁହାଯାଉଛି। ଏହା ସମ୍ପୂର୍ଣ୍ଣ ଭାବେ ଭୁଲ। ଦେଖନ୍ତୁ ଫ୍ରେଣ୍ଡସ୍, ଆପଣମାନେ ଜାଣିଛନ୍ତି କି ଯେମିତିକି ମାର୍ଚ୍ଚ 8 ତାରିଖ ଦିନ ସୁଭଦ୍ରା ଯୋଜନାର ଦ୍ୱିତୀୟତମ କିସ୍ତି ବା 2 ନମ୍ବର କିସ୍ତି ଟଙ୍କାଟି ମିଳିବାକୁ ଯାଉଛି। ଏ ମଧ୍ୟରୁ ଆପଣମାନଙ୍କ ମଧ୍ୟରେ ଟଙ୍କା ମଧ୍ୟ ପାଇବେ। ତ ଦେଖନ୍ତୁ ଫ୍ରେଣ୍ଡସ୍, ଅନେକ ଲୋକ କ'ଣ ଭାବୁଛନ୍ତି ନା କି ତାଙ୍କ ଆକାଉଣ୍ଟରେ ଯେଉଁ ସୁଭଦ୍ରା ଟଙ୍କାର 2 ନମ୍ବର କିସ୍ତି ଟଙ୍କାଟି ପଡ଼ିବ, ସେହିମାନେ ଯଦି ସେହି ଟଙ୍କାଟିକୁ ୱିଡ୍ରାଲ୍ ନ କରିବେ ତେବେ ସେହି ଟଙ୍କାଟିକୁ ସରକାର କାଟି ନେଇ ଯିବେ ବା ଆକାଉଣ୍ଟରୁ ନେଇଯିବେ। ତ ଏହା ହେଉଛି ଭୁଲ ଧାରଣା। ଯଦି ଆପଣ ଏହିପରି ଧାରଣାରେ ଅଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ, କାରଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସରକାର ଟଙ୍କା ଦେଲା ପରେ ଆପଣଙ୍କ ଟଙ୍କାକୁ ନେଇପାରିବେ ନାହିଁ। ସୁଭଦ୍ରା ଟଙ୍କା ବୋଲି ନାହିଁ ଫ୍ରେଣ୍ଡସ୍, ଆପଣମାନଙ୍କୁ ଯେକୌଣସି ଟଙ୍କାରେ ମଧ୍ୟ ଆପଣଙ୍କୁ ସରକାର ନେଇପାରିବେ ନାହିଁ। ଯେମିତିକି ଆପଣ PM କିଷାନ ହେଉ ବା CM କିଷାନ ହେଉ ବା ସରକାରଙ୍କ ଦ୍ୱାରା ଯେକୌଣସି ଯୋଜନାର ଟଙ୍କା ମଧ୍ୟ ହେଉ, ସରକାର ଦେଲା ପରେ ଆପଣଙ୍କ ଟଙ୍କା ନେଇପାରିବେ ନାହିଁ। ଏବଂ ଦେଖନ୍ତୁ ଫ୍ରେଣ୍ଡସ୍, ଏମିତିକି ଅନେକ ଲୋକଙ୍କ ଅନେକ ପ୍ରକାର ବ୍ୟାଙ୍କରେ ଟଙ୍କା ମିଳିବ। ଯେମିତିକି ଦେଖନ୍ତୁ, ଅନେକ ଲୋକଙ୍କ ଅଛି ଷ୍ଟେଟ୍ ବ୍ୟାଙ୍କରେ ଖାତା ଅଛି, ଅନେକ ବ୍ୟାଙ୍କ ଅଫ୍ ବରୋଦାରେ ଅଛି, ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଅଛି, ପଞ୍ଜାବ ନ୍ୟାସନାଲ୍ ଗ୍ରାମୀଣ ବ୍ୟାଙ୍କରେ ଅଛି, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଛି, ଏପରିକି ଅନେକ ବ୍ୟାଙ୍କରେ ଲୋକ ଖାତା ଖୋଲିଛନ୍ତି। ସେହି ମଧ୍ୟରୁ ଆପଣ ବି ଜଣେ ଥିବେ। ତେବେ ଆପଣ ଭାବୁଥିବେ କି ସୁଭଦ୍ରା ଟଙ୍କା ପଡ଼ିଲା ମାତ୍ରେ ହିଁ ଆପଣଙ୍କୁ ଉଠାଣ କରିବାକୁ ପଡ଼ିବ। ଯଦି ଟଙ୍କାରେ ଉଠାଣ ନ କରିବେ ତେବେ ଆପଣଙ୍କ ଆକାଉଣ୍ଟର ଟଙ୍କାଟିକୁ କାଟି ଦିଆଯିବ। ତ ଏହା ଆପଣଙ୍କ ଆକାଉଣ୍ଟର ଟଙ୍କା କାଟାଯିବ ନାହିଁ। ଯଦି ଆପଣଙ୍କ କାମ ନଥିବ ତେବେ ଆପଣ କ'ଣ ପାଇଁ ୱିଡ୍ରାଲ୍ କରିବେ ବା ଉଠାଣ କରିବେ? ସେଥିପାଇଁ ଫ୍ରେଣ୍ଡସ୍ ଆମେ କହି ରଖୁଛୁ କି ଯେଉଁମାନେ କହୁଛନ୍ତି କି ସୁଭଦ୍ରା ଟଙ୍କା ଯଦି ଉଠାଣ ନ କରିବେ ତେବେ ଆପଣଙ୍କ ଆକାଉଣ୍ଟର ଟଙ୍କାଟି କାଟି ଦିଆଯିବ ବୋଲି କହୁଛନ୍ତି, ଏହା ସମ୍ପୂର୍ଣ୍ଣ ରୂପେ ଭୁଲ ଧାରଣା ଅଟେ। ଏବଂ ଆପଣ ଜାଣିଥାନ୍ତି କି ମାର୍ଚ୍ଚ 8 ତାରିଖ ଦିନ ଆପଣମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିବାକୁ ଯାଉଅଛି। ଏଥିରେ ମୋଟ 1 କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀ ମହିଳାମାନଙ୍କୁ ଟଙ୍କା ଦେବାକୁ ଯାଉଛନ୍ତି ସରକାର। ସେ ମଧ୍ୟରୁ ଆପଣ ମଧ୍ୟ ହୋଇପାରନ୍ତି। ଯଦି ଆପଣ ମଧ୍ୟ ପ୍ରଥମ କିସ୍ତିର ଟଙ୍କା ପାଇସାରିଛନ୍ତି ତେବେ ଆପଣମାନଙ୍କୁ ମଧ୍ୟ ଏହି 2 ନମ୍ବର କିସ୍ତିର ସୁଭଦ୍ରା ଯୋଜନା ଟଙ୍କାଟି ମିଳିବାକୁ ଯାଉଛି। ଏବଂ ଯେଉଁମାନେ ଟଙ୍କା ପାଇନଥିବେ ପ୍ରଥମ କିସ୍ତିର, ସେମାନଙ୍କୁ ମାର୍ଚ୍ଚ 6 ତାରିଖ ଦିନ ପ୍ରଥମ କିସ୍ତିର 5 ନମ୍ବର ପର୍ଯ୍ୟାୟର ଟଙ୍କା ଦେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବଂ ଯେଉଁମାନେ ପ୍ରଥମ କିସ୍ତିରେ 5,000 ଲେଖାଏଁ ଟଙ୍କା ପାଇସାରିଛନ୍ତି ସେହିମାନଙ୍କୁ ପୁଣି ଥରେ ମାର୍ଚ୍ଚ 8 ତାରିଖ ଦିନ 5,000 ଲେଖାଏଁ ଫେର ଦେବାକୁ ଆପଣମାନଙ୍କୁ ଯୋଜନା ପ୍ରସ୍ତୁତ ମଧ୍ୟ କରିସାରିଛନ୍ତି। ସେ ମଧ୍ୟରୁ ଆପଣ ମଧ୍ୟ ହେଇପାରନ୍ତି। ତେବେ ଯେଉଁମାନେ କହୁଛନ୍ତି କି ଆପଣଙ୍କୁ ଟଙ୍କା ଯଦି ଉଠାଣ ନ କରିବେ ତେବେ ବ୍ୟାଙ୍କ ପକ୍ଷରୁ ଆପଣଙ୍କ ଟଙ୍କା ସୁଭଦ୍ରା ଟଙ୍କାକୁ କାଟି ଦିଆଯିବ ବୋଲି କହୁଛନ୍ତି, ତାହା ସମ୍ପୂର୍ଣ୍ଣ ରୂପେ ଭୁଲ ଧାରଣା ଅଟେ। ତ ଏହା ଥିଲା ଫ୍ରେଣ୍ଡସ୍, ଆପଣମାନଙ୍କୁ କିଛି ଆମେ ଇନଫର୍ମେସନ୍ ଗୁଡ଼ିକ ଜଣାଇ ଦେବା ପାଇଁ ଚେଷ୍ଟା କରୁଥିଲୁ। ତ ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଆମ ଓଡ଼ିଆ ଶିକ୍ଷାକୁ ସବସ୍କ୍ରାଇବ୍ କରିଦେବେ ଏବଂ ପାଖ ବେଲକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।